ନୂଆପଡ଼ା ଜିଲ୍ଲାର ସମସ୍ତ ଓଏସ୍ ଓ ଓଆର୍ଏସ୍ ଅଧିକାରୀ ପ୍ରତିବାଦ ସ୍ୱରୂପ ସାମୂହିକ ଛୁଟିରେ ରହିଲେ। ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମାରଣାତ୍ମକ ଆକ୍ରମଣ ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସମସ୍ତ ଏଏସ୍ ଏବଂ ଆର୍ଏସ୍ ଅଧିକାରୀ ସାମୂହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସଙ୍କୁ ଆବେଦନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରୈତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ନେତୃତ୍ୱରେ ଜିଲ୍ଲା ମୁଖ୍ୟାଳୟରେ ତଥା ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟର ବିଡିଓ, ତହସିଲଦାର ଏବଂ ସମସ୍ତ ଓଏସ୍ ଓ ଓଆର୍ଏସ୍ ଅଧିକାରୀ ଆଜି ଜିଲ୍ଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ସେମାନଙ୍କର ଅସନ୍ତୋଷ ରାଜ୍ୟ ସରକାରକୁ ଜଣାଇବା ପାଇଁ ଏ ସମସ୍ୟାର ସମ୍ମାନଜନକ ସମାଧାନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକରେ ଛୁଟି ରହିବା ପାଇଁ ଆବେଦନ କରିଛନ୍ତି। ଏହି ଅଧିକାରୀମାନଙ୍କୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ସଂଗଠନ ସମର୍ଥନ ଜଣାଇଛନ୍ତି। ପ୍ରଶାସନିକ ଅଧିକାରୀମାନଙ୍କ ଏହି ସାମୂହିକ ଛୁଟି ପାଇଁ ଜିଲ୍ଲାର ଦୈନନ୍ଦିନ କାର୍ଯ୍ୟ ଓ ପ୍ରଶାସନିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।